ଏମଏଲଏ କହିବେ, ବା ଇନ୍ସପେକ୍ଟର ବା, ଆପଣ ଗୋଟେ ଖୁନି ଅପରାଧୀ କି ଏମିତି ଖୁଲମ ଖୁଲା ଛାଡ଼ି ଦେଉଛନ୍ତି? ଏଗୁଡ଼ାକ ଠିକ୍ କଥା ନୁହଁ। ଜନତା ମୋତେ ଉତ୍ତର ମାଗିବେ, କି ଉତ୍ତର ମୁଁ ଦେବି ତାଙ୍କୁ? ତାପରେ ଆଇଏଏସ୍ କହିବେ, ଖୁନି ଅପରାଧୀ, ଆପଣ କାହାକୁ ଏମିତି କହୁଛନ୍ତି ସାର୍? ତାପରେ ଏମଏଲଏ କହିବେ, ଏଇ ଆଦର୍ଶ ମହାପାତ୍ର, ଇଏ ହିଁ ଖୁନି। ତାପରେ ଆଦର୍ଶ ଆଉ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ଆଇଏଏସ୍ କହିବେ, ସାର୍, ଆପଣ ବୋଧହୁଏ ଭୁଲ ଶୁଣିଛନ୍ତି। ଡେଡ୍ ବଡି ପାଖରେ ପୋଲିସ ପହଞ୍ଚିବା ପୂର୍ବରୁ ଆଦର୍ଶ ମହାପାତ୍ର ଥିଲେ ସତ, କିନ୍ତୁ ସେ ମର୍ଡର କରିନାହାନ୍ତି। ତାପରେ ଏମଏଲଏ କହିବେ, ଯଦି ମର୍ଡର କରିନାହାନ୍ତି ତାହେଲେ ସେଠିକି କାହିଁକି ଯାଇଥିଲେ? ପୁଣି ଅଧା ରାତିରେ, କ'ଣ ସ୍ତ୍ରୀ ସାଙ୍ଗରେ ରୋମାନ୍ସ କରିବା ପାଇଁ? ତାପରେ ଆଦର୍ଶ ରାଗିକି କହିବେ, ମାଇଣ୍ଡ ୟୁର ଲାଙ୍ଗୁଏଜ ମିଷ୍ଟର ଭୈରବ ଭରଦ୍ୱାଜ। ତାପରେ ଏମଏଲଏ କହିବେ, ଚୁପ୍ କର ଖୁନି କୋଉଠିକାର। ତାପରେ ଆଦର୍ଶ ତତେ କହି ଏମଏଲଏ ପାଖକୁ ଯାଉଥିବେ, ଆଉ ଆଇଏଏସ୍ କହିବେ, ରୁହନ୍ତୁ। ତାପରେ ଆଦର୍ଶ କହିବେ, ତୋ ପାଟି ଭିତରୁ ତୋ ଜିଭକୁ ଟାଣି ଆଣିବି ଏମଏଲଏ। ଚିହ୍ନିନୁ ମୋତେ ତୁ, ଚିହ୍ନିନୁ। ତାପରେ ଏମଏଲଏ କହିବେ, ଦେଖିଲେ ଇନ୍ସପେକ୍ଟର, ଦେଖିଲେ କେତେ ଭାଉଲେଟ୍ ଏ ଲୋକ। ମୁଁ କହୁଛି ଇଏ ହିଁ ଶମ୍ଭୁ ନାୟକକୁ ମାରିଛି। ତାପରେ ପଲ୍ଲବୀ କହିବେ, ବାଜେ କଥା ବନ୍ଦ କରନ୍ତୁ ଏମଏଲଏ ସାର୍। ଆପଣ ଜଣେ ପଲିଟିକାଲ ଲିଭର ହେଇ ଆପଣ ଏଭଳି କଥାବାର୍ତ୍ତା କରୁଛନ୍ତି, ଆପଣଙ୍କୁ ଟିକେ ଖରାପ ଲାଗୁନି? ତାପରେ ଏମଏଲଏ କହିବେ, ସାରା ଦୁନିଆ ଜାଣି ସାରିଲାଣି, କିନ୍ତୁ ଲାଗୁଛି ଏ ପୋଲିସ ଷ୍ଟେସନରେ ଏପର୍ଯ୍ୟନ୍ତ ଏ ଖବର ପହଞ୍ଚି ନାହିଁ। ଇନ୍ସପେକ୍ଟର ସାର୍, ଟିଭି ଖୋଲନ୍ତୁ, ନ୍ୟୁଜ ଦେଖନ୍ତୁ, ପୁରା ମିଡିଆ ପ୍ରଚାର ହେଇସାରିଲାଣି। ଆଦର୍ଶ ମହାପାତ୍ର ଶମ୍ଭୁ ନାୟକର ମର୍ଡରର। ଯାଆନ୍ତୁ ଟିଭି ଖୋଲନ୍ତୁ। ଖାଲି ସେତିକି ନୁହେଁ, ପ୍ରମାଣ ସହିତ ଏ କଥାକୁ ସେ ବ୍ରେକିଂ ନ୍ୟୁଜରେ କରିସାରିଲେଣି। ବ୍ରେକିଂ ନ୍ୟୁଜ। ତାପରେ ଆଇଏଏସ୍ କହିବେ, ରବି କହି ଇସାରା କରିବେ। ତାପରେ ରବି ଟିଭି ଚଲେଇବେ। ତାପରେ ଟିଭି ଦେଖି ପଲ୍ଲବୀ ଆଉ ଆଦର୍ଶ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ଏମଏଲଏ କହିବେ, କ'ଣ ହେଲା ଆଦର୍ଶ ବାବୁ, ଚୁପ୍ ହେଇଗଲେ ଯେ? ଆଉ ଦଣ୍ଡିକି ଆଉ ଫଡ଼ଫଡ଼େଇବେନି? ଭିଡିଓ ଦେଖିକି କିଛି ମନେ ପଡୁଛି ନା ନାହିଁ? ତାପରେ ଆଦର୍ଶ ଯାହା କହିଥିବେ ଶମ୍ଭୁକୁ ସବୁ ମନେ ପକେଇବେ। ତାପରେ ଏମଏଲଏ କହିବେ, ଆଉ କିଛି କହିବାର ଅଛି କି ଆଦର୍ଶ ବାବୁ? ଆଉ କହିବେ, ପଲ୍ଲବୀ ମ୍ୟାଡାମ, ଇଏ ଭିଡିଓରେ ତ ଆଉ କିଛି ଫର୍ଜରୀ ହେଇନି କି ଏଡିଟିଂ ହେଇନି। ଆପଣ ତ ସେଇଠି ଥିଲେ ନା, ମନେ ପଡୁଛି ନା ନାହିଁ? ତାପରେ ପଲ୍ଲବୀ କହିବେ, ମନେ ଅଛି, ବହୁତ ଭଲ ଭାବରେ ମନେ ଅଛି। କିନ୍ତୁ ଯାହାକୁ ଧମକ ଦେବା ମାନେ ନୁହଁ ଯେ କିନ୍ତୁ କାହାକୁ ଧମକ ଦେବା ମାନେ ନୁହଁ ଯେ ତାକୁ ଜୀବନରୁ ମାରିଦେବା। ତାପରେ ଆଦର୍ଶ କହିବେ, ହଁ, ପଲ୍ଲବୀ ଠିକ୍ କଥା କହୁଛନ୍ତି। ମୁଁ ସେଦିନ ରାଗରେ ଶମ୍ଭୁ ନାୟକକୁ ଧମକ ଦେଇଥିଲି, କାରଣ ମୋତେ ଲାଗୁଥିଲା ହୁଏତ ସେ ପଲ୍ଲବୀଙ୍କର କିଛି କ୍ଷତି କରିପାରେ। ସେଥିପାଇଁ ମୁଁ ତାକୁ ସେଦିନ ଧମକ ଦେଇଥିଲି। କିନ୍ତୁ ତା ବୋଲି କହୁଥିବେ। ଆଉ ଏମଏଲଏ କହିବେ, ତା ବୋଲି ସେଇ ରାଗରେ ନିରୀହ ଲୋକଟାକୁ ଜୀବନରୁ ମାରିଦେଲେ ଆଦର୍ଶ ବାବୁ। ତାପରେ ଆଦର୍ଶ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ପଲ୍ଲବୀ ଆଦର୍ଶକୁ ପୁଣି ଥରେ ଆରେଷ୍ଟ କରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।